ଆପଣମାନଙ୍କୁ ଆର୍ଟ୍ସ ଏକାଡେମୀର ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଆଜି ଆମେ ଏଠାରେ ଆଲୋଚନା କରିବା +2 ଫାର୍ଷ୍ଟ ଇୟର ହିଷ୍ଟ୍ରିର ୟୁନିଟ୍ 1ର ଚାପ୍ଟର 2ରେ ଥିବା ଆଧୁନିକ ମାନବ ସମ୍ପର୍କରେ। ଏଇ ଯୋଉ ଆଧୁନିକ ମାନବ ତମେ ଦେଖୁଛ, ଏଇଟା ହଉଛି ମାନବ ବିବର୍ତ୍ତନର ଶେଷ ପର୍ଯ୍ୟାୟ। ଏଇଭଳିଆ ସେତେବେଳେ ଆଧୁନିକ ମାନବର ରୂପ ଥିଲା, ଯୋଉଟା କି ତମକୁ କୁହାଯାଏ ପରିଚିତ କଣ, ହୋମୋସେପିଏନ୍ସ ନାମରେ ପରିଚିତ। ଠିକ ଅଛି, ଏଇ ଅଧ୍ୟାୟରେ ବା ଏଇ ଭିଡିଓରେ ଆମେ କଣ ପଢିବା ନା ଏଇ ହୋମୋସେପିଏନ୍ସ ର ଆବିର୍ଭାବ, କେଉଁଠାରେ ସେ ଆବିର୍ଭାବ ହୋଇଥିଲା, ଏ ହୋମୋସେପିଏନ୍ ର ବୈଶିଷ୍ଟ୍ୟ ପଢିବା, ତାର ଜୀବନଶୈଳୀ ପଢିବା ଏବଂ ସେ କିପରି ସାରା ବିଶ୍ୱକୁ ବିସ୍ତାର ଲାଭ କଲା ସେ ବିଷୟରେ ପଢିବା। ଆଉ ଏଇଟା ମାନବ ବିବର୍ତ୍ତନର ଶେଷ ପର୍ଯ୍ୟାୟ, ଏ କଥା ମଧ୍ୟ ଆମେ ଏଠାରେ ବୁଝିପାରିବା। ଏକୁ ବିସ୍ତୃତ ଭାବେ ଗୋଟି ଗୋଟି କରି ବ୍ୟାଖ୍ୟା କରିବା। ଦେଖ ପିଲାମାନେ, ଗୋଟେ ମାନବ ଯୋଉ ମାନବର ଯୋଉ ବିଭିନ୍ନ ପର୍ଯ୍ୟାୟ ଦେଇ ଯାଇଥିଲା, ସେ ବିଭିନ୍ନ ପର୍ଯ୍ୟାୟ ମଧ୍ୟରୁ ଏ ଯୋଉ ଆଧୁନିକ ମାନବଟିକୁ ଆମେ କିପରି ଜାଣିବା, ତାର କଣ ବୈଶିଷ୍ଟ୍ୟ ଅଛି, ଯୋଉଟା କି ତମର ଯୋଉ ପୂର୍ବ କ୍ଲାସରେ କହିଥିଲି ବାନର, ଅଷ୍ଟ୍ରାଲୋପିଥେକସ୍, ଆଉ ତମର ହଉଛି ହୋମୋ ଇରେକ୍ସ, ଏଇ ଭଳିଆ ମାନବ ଠାରୁ ଇଏ କିପରି ଭିନ୍ନ ଥିଲା, ୟାର କଣ ମାନେ ଶାରୀରିକ ବୈଶିଷ୍ଟ୍ୟ ଥିଲା, ସେ ବିଷୟରେ ଆମେ ଆଗର ଏଠାରେ ଦେଖିବା। ତ ଦେଖିବା ପିଲାମାନେ, ସେ କଣ ଏଇ ମାନବ, ଆଧୁନିକ ମାନବ ଟିକେ ଭାଷା କହିପାରୁଥିଲା। ଭାଷା ମାନେ ସେମାନଙ୍କ ମାନେ ବି ଖଣ୍ଡିତ ଭାଷା କହୁଥିଲେ, କିନ୍ତୁ ଇଏ ଗୋଟେ ବିଚାର କରି ମନର ଭାବ ପ୍ରକାଶ କରିପାରୁଥିଲା ଏବଂ ୟା ଭାଷାଟା ଗୋଟେ ବ୍ୟାକରଣ ସମ୍ପନ୍ନ ଥିଲା, ଅର୍ଥାତ୍ ଶୁଦ୍ଧ ଥିଲା। ତାପରେ ବଡ କଥା ହଉଛି ୟାର ଉନ୍ନତ ମସ୍ତିଷ୍କ ଥିଲା, ଯାହା ଫଳରେ କି ସେ ଚିନ୍ତା କରିପାରୁଥିଲା, ଯୋଜନା କରିପାରୁଥିଲା ଏବଂ ସୃଜନଶୀଳତା କରିବାରେ ସେ ସକ୍ଷମ ଥିଲା। ଅର୍ଥାତ୍ ନୂଆ କିଛି ଜିନିଷ ସେ କରିପାରୁଥିଲା, ଚିନ୍ତା କରିପାରୁଥିଲା, ଭାବି ପାରୁଥିଲା। ଆଉ କଳା କତ୍ର ଦେଖିବା, ତାର ଗୁମ୍ଫାରେ ସେ ଚିତ୍ର କରୁଥିଲା, ଖୁଦିତ କଳା ମଧ୍ୟ କରୁଥିଲା। ଖୁଦିତ କଳା ଅର୍ଥ ସେ ପଥରକୁ ମଧ୍ୟ ଖୁଦି କରିକି ସେଥିରେ କିଛି କରିପାରୁଥିଲା। ତାପରେ ତାର ଗୋଟେ ପରିବାରର ସଦସ୍ୟ ମାନଙ୍କୁ ପୋଷଣ କରିବା, ସୁରକ୍ଷା ଦେବାର ପ୍ରବୃତ୍ତି ଥିଲା। ଅର୍ଥାତ୍ ସେ ପରିବାରକୁ ସୁନ୍ଦର ଭାବରେ ରଖିକି ତା ସାମାଜିକ ଯତ୍ନ ତା ଦେଇ ହେଇପାରୁଥିଲା। ତାପରେ ଦେଖିବା, ସେ ଯୋଉ ଅସ୍ତ୍ରଶସ୍ତ୍ର ବ୍ୟବହାର କଲା, ସେ ପଥର, ହାଡ଼ ବା କାଠ ତିନିଟା ଏଇଥିରେ ତିଆରି ଅସ୍ତ୍ରଶସ୍ତ୍ର ହଉଥିଲା, ତାକୁ ସିଏ କଣ କରୁଥିଲା, ସୂକ୍ଷ୍ମ କରୁଥିଲା, ମୁନିଆ କରୁଥିଲା, ସୂକ୍ଷ୍ମ କରୁଥିଲା, ଧାରୁଆ କରୁଥିଲା ଏବଂ ଗୋଟେ ଦକ୍ଷ ହତିଆରର ପ୍ରୟୋଗ କରୁଥିଲା। ଦକ୍ଷ ମାନେ ଭଲ ହତିଆରଟେ କରିପାରୁଥିଲା। ଆଗରୁ ଯୋଉ ମାନବ ଗୁଡ଼ିକ ଥିଲେ, ସେମାନେ କଣ କଲେ, ୟାକୁ ପଥରକୁ କଣ କଲେ, ପଥର, କାଠ ବା ହାଡ଼କୁ ସେମାନେ ସେଥିରେ ହତିଆର ଭଳିଆ ବ୍ୟବହାର କରୁଥିଲେ, କିନ୍ତୁ ତାକୁ ସୂକ୍ଷ୍ମ କରୁନଥିଲେ, ତାକୁ ଘଷିକି ଚିକଣ କରୁନଥିଲେ। କିନ୍ତୁ ଏ ମାନବ ଏଇସବୁ ଜିନିଷ ଗୁଡ଼ିକ କରୁଥିଲା। ଏବଂ ତାପରେ ଯେତେବେଳେ ନିଆଁର ବ୍ୟବହାର କରିବା ପାଇଁ, ସେ ସାଧାରଣତଃ ରନ୍ଧନ କ୍ଷେତ୍ରରେ ଯାହାକୁ ପାଇଲା ତାକୁ ରୋଷେଇ କରି ଖାଇଲା ନିଆଁ ଦ୍ୱାରା। ଉଷ୍ଣତା ରଖିଲା, ଗୁମ୍ଫା ଭିତରେ ତାକୁ ଜଳେଇ ପ୍ରଜ୍ୱଳିତ କରି ସେଥିରେ ଗୁମ୍ଫାର ଯେମିତି ଉଷ୍ଣତା ବଢିବ ଶୀତ ଦିନେ, ସେ କଥା ସିଏ ଯତ୍ନବାନ ହେଲା। ତା ସହିତ ଏଇ ଯୋଉ ଜୀବଜନ୍ତୁ, ହିଂସ୍ର ଜୀବଜନ୍ତୁଙ୍କ ଠାରୁ କିପରି ସୁରକ୍ଷା ପାଇବ ନିଆଁ ଦ୍ୱାରା, ସେଥିରେ ମଧ୍ୟ ସିଏ କଣ କଲା, ଯତ୍ନବାନ ହେଲା। ପ୍ରଥମେ ଦେଖିବା, ଏଇ ଯୋଉ ମାନବର ଜୀବାଶ୍ମ ଗୁଡ଼ିକ କୋଉଠି କୋଉଠି ମିଳିଛି। ଏଇଟା ଦେଖ, ପୃଥିବୀର ଗୋଟେ ମାନଚିତ୍ର କରାଯାଇଛି। ଏଥିରେ ଦେଖ ପିଲାମାନେ, ଏଠି ପ୍ରଥମ ଜୀବାଶ୍ମ ଯଦି କହିବା, ଇଥିଓପିଆ ମାନେ ଆଫ୍ରିକା ମହାଦେଶ ଇଥିଓପିଆର ଓମୋ କିବକ୍ସ ନାମ ସ୍ଥାନରେ ମିଳିଥିଲା। ତାପରେ ଦେଖିବା ସାଉଥ ଆଫ୍ରିକାରେ, ଯୋଉଟା କି ତମର ହଉଛି ସାଉଥ ଆଫ୍ରିକାର ଡାଇକାଲଡସ୍, କ୍ଲାସିୟସ୍ ନଦୀ କୂଳରେ, ଏବଂ ଆହୁରି ମଧ୍ୟ ସେଇ ସାଉଥ ଆଫ୍ରିକା, ସେ କ୍ଲାସିୟସ୍ ନଦୀ କୂଳରେ, ଏବଂ ତାପରେ ମାରୋକୋରେ ମିଳିଥିଲା। ତାପରେ ତମର ମିଳିଥିଲା ତମର କୋଉଠି ମିଳିଥିଲା ନା, ମିଳିଥିଲା ଇସ୍ରାଏଲରେ ମିଳିଥିଲା। ତାପରେ ଫ୍ରାନ୍ସରେ ବି ମିଳିଥିଲା। ତାପରେ ଅଷ୍ଟ୍ରେଲିଆ ଠାରେ ବି ମଧ୍ୟ ମିଳିଥିଲା। ତ ବିଭିନ୍ନ ସ୍ଥାନରେ ଏହାର ଜୀବାଶ୍ମ ମିଳିଥିଲା। ମୂଳତଃ ଆଫ୍ରିକାରେ ସୃଷ୍ଟି ହେଇକି ତାପରେ କଣ ହେଲା ନା, ଅନ୍ୟ ଆଡ଼ିକି ବ୍ୟାପି ଯାଇଥିଲା। ତେଣୁକରି ଆଫ୍ରିକାଟା ତାର ପାରମ୍ପରିକ ଛାଞ୍ଚ, ସିଏ କଣ ହେଇଛି, ଅଲଗା ଆଡ଼ିକି ଯିବା ପରେ ସେଟା କଣ ହେଲା ନା ଅବସ୍ଥାପିତ ହେଲା। ଏ ବିଷୟରେ ଦେଖିବା ତାପରେ ସ୍ଲାଇଡରେ ଦେଖିବା। ଯୋଉଟା କି ଦେଖ, ସ୍ଥାନୀୟ ଛାଞ୍ଚ, ସ୍ଥାନୀୟ ବା ପାରମ୍ପରିକ, ସ୍ଥାନୀୟ ପାରମ୍ପରିକ ଛାଞ୍ଚ। ହୋମୋସାପିଏନ୍ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଭାବେ ବିକଶିତ ହୋଇଥିଲା।
ସେମାନଙ୍କ ମଧ୍ୟରେ କିଛି ଶାରୀରିକ ପାର୍ଥକ୍ୟ ଦେଖାଯାଏ। ଆଉ ପୁନଃସ୍ଥାପନ ଛାଞ୍ଚ ବା ତମର ଯୋଉଟା ଆଫ୍ରିକା ମହାଦେଶ ବାହାରେ ହେଇଥିଲା, ସେଗୁଡିକ ଦେଖ ଏ ସମସ୍ତ ଆଧୁନିକ ମାନବ ଜନ୍ମ ଆଫ୍ରିକା, ସେମାନେ ସେଠାରୁ ପଳାୟନ କରି ସାରା ବିଶ୍ୱରେ ସ୍ଥାପନ କଲେ। ଏଇ ମତ ଅଧିକ ବୈଜ୍ଞାନିକ ପ୍ରମାଣ ମିଳେ, ଯୋଉଟା କି ତମର ଜେନେଟିକ ଅଧ୍ୟୟନ ଦ୍ଵାରା ଏଇଟା କଣ କରାଯାଇଛି ନା ସ୍ୱୀକାର କରାଯାଇଛି। ମୁଁ ଆଉ ଥରେ କହିଦଉଛି ପିଲାମାନେ, ଏଇ ଯୋଉ ଆଫ୍ରିକାରେ ଆଫ୍ରିକା ମହାଦେଶରେ ଏଇ ଯୋଉ ଜାଗା ଗୁଡା ଦେଖୁଛ, ଏଇଠାରେ କଣ ପ୍ରଥମେ ଏଇ ଜାଗାରେ କଣ ହଉଥିଲା ନା ଏଇ ମାନବର ଜୀବାଶ୍ମ ମିଳିଥିଲା ବା ଏଇ ମାନବ ବାସ କଲା। ପରବର୍ତ୍ତୀ ଅବସ୍ଥାରେ ସେ ବିଭିନ୍ନ ସ୍ଥାନକୁ କଣ କଣ ଗତି କଲା। ଯେତେବେଳେ ଏଇ ଅଞ୍ଚଳ ମିଳୁଥିଲା ରହୁଥିଲା, ସେଇଟାକୁ ଆମେ କହିପାରିବା ସ୍ଥାନୀୟ ଛାଞ୍ଚ। କିନ୍ତୁ ଯେତେବେଳେ ସ୍ଥାନୀୟ ଛାଞ୍ଚ ବା ସ୍ଥାନୀୟ ପାରମ୍ପରିକ ଛାଞ୍ଚ, ଯେତେବେଳେ ସିଏ ଅନ୍ୟ ଜାଗାରେ ଅବସ୍ଥାପିତ କଲା, ଯେପରି ଅଷ୍ଟ୍ରେଲିଆ କୁହ ବା ତମର ଇସ୍ରାଏଲ କୁହ ବା ଫ୍ରାନ୍ସ କୁହ, ତ ଏଠି କଣ ହେଲା ନା ପୁନଃସ୍ଥାପିତ ଛାଞ୍ଚ ସୃଷ୍ଟି ହେଲା। ଅର୍ଥାତ୍ ତାର ଶାରୀରିକ ଗୁଣରେ କିଛି ପରିମାଣ ପରିବର୍ତ୍ତନ ହବ, ଯୋଉଟା କି ସେଇଟା ହଉଛି କଣ ନା ପୁନଃସ୍ଥାପିତ ଛାଞ୍ଚ ଆଉ ସ୍ଥାନୀୟ ଛାଞ୍ଚ, ଏ ଦୁଇ ପ୍ରକାର ଛାଞ୍ଚ ରହିଲା। ତାପରେ ଦେଖ ସେମାନେ କିପରି ଖାଦ୍ୟ ସଂଗ୍ରହ କରୁଥିଲେ ନା ସେମାନେ ବିଭିନ୍ନ ଉପାୟରେ ଖାଦ୍ୟ ସଂଗ୍ରହ କରୁଥିଲେ। ଗଛରୁ ଫଳ ଆଣୁଥିଲେ, କୋଳି ତୁଳିକି ଆଣୁଥିଲେ, ମାଟି ତଳୁ ଯୋଉ କନ୍ଦ ଜାତୀୟ ମୂଳ, କନ୍ଦମୂଳ ମାନେ ଯୋଉ ସେଇଭଳିଆ ପଦାର୍ଥକୁ ସେ ସଂଗ୍ରହ କରୁଥିଲେ, ଆଉ ବନ୍ୟ ଜୀବଜନ୍ତୁକୁ ଶିକାର କରୁଥିଲେ, ଆଉ ନଦୀ ହ୍ରଦରୁ ମାଛ ଧରୁଥିଲେ। ତାପରେ ଆମେ ଦେଖିବା ତାଙ୍କର ବାସସ୍ଥାନ କିପରି ଥିଲା ନା ପେକିଂ ମାନବ, ନିଅଣ୍ଡରଥାଲ ମାନବ ଏବଂ କ୍ରୋ-ମ୍ୟାଗନ ଗୁମ୍ଫାରେ ବାସ କରୁଥିଲେ। ଗୁମ୍ଫା ଭିତରେ ସେମାନେ ନିଆଁ ଜାଳି ଉଷ୍ଣର ଆଲୋକ ରଖୁଥିଲେ। ମୁଁ ଯୋଉଟା ପୂର୍ବରୁ କହିଥିଲି, ଗୁମ୍ଫା ଆଗରେ କଣ କରୁଥିଲେ, ନିଆଁ ଜାଳିଲେ, ଯାହାଫଳରେ ଗୁମ୍ଫା ଉଷ୍ଣ ରହୁଥିଲା ଏବଂ ଗୁମ୍ଫା ଆଲୋକିତ ରହୁଥିଲା, ହିଂସ୍ରଜନ୍ତୁ ମାନେ ଭିତରକୁ ଆସୁନଥିଲେ। ତାପରେ ଖୋଲା ଆକାଶ ତଳେ ବି ରହୁଥିଲେ, ନଦୀ ହ୍ରଦ କୂଳରେ ରହୁଥିଲେ। କେନିଆର କିଲୋମ୍ବୋ ଏବଂ ଉଲଜେସାଇଲି ଠାରେ ବିଭିନ୍ନ ପ୍ରସ୍ତର ହତିଆର ମିଳିଛି, ତ ସେଥିରୁ ଅନୁମାନ କରାଯାଉଛି ସେଠାରେ ମଧ୍ୟ ଏଇ ମାନବ ମାନେ ବସବାସ କରୁଥିଲେ। ଫ୍ରାନ୍ସର ଲାଜାରେଟ ଗୁମ୍ଫା, ଯୋଉଟା କି ତମର 12 ମିଟର ଦୈର୍ଘ୍ୟ ଏବଂ 4 ମିଟର ପ୍ରସ୍ତ ବିଶିଷ୍ଟ ଆଶ୍ରୟସ୍ଥଳ ମିଳିଛି। ଟେରରା ଅମାର ଠାରେ କାଠ ଛାଉଣି ବିଶିଷ୍ଟ ଏକ ଆଶ୍ରୟସ୍ଥଳ ମିଳିଛି। ତେଣୁକରି ମୋଟାମୋଟି ଉପରେ ଏମାନେ ଗୁମ୍ଫାରେ ରହୁଥିଲେ ଏବଂ ଖୋଲା ଆକାଶ ତଳେ ରହୁଥିଲେ ଏବଂ ଛୋଟ କାଠ ଛାଉଣି କରିକି ମଧ୍ୟ ରହୁଥିଲେ। ତାପରେ ଦେଖିବା ଏମାନେ କିପରି ନିଜକୁ ରକ୍ଷା କରୁଥିଲେ ନା ଏମାନେ ଶିକାର ଏବଂ ଆତ୍ମରକ୍ଷା ପାଇଁ ହାତ ହତିଆର ନିର୍ମାଣ କରୁଥିଲେ ଏବଂ ଏଇ ହାତ ହତିଆର ନିର୍ମାଣ ଥିଲା ଏମାନଙ୍କର ପ୍ରଧାନ ପେଶା, ଅର୍ଥାତ୍ ମୁଖ୍ୟ ପେଶା ଥିଲା ହାତ ହତିଆର ନିର୍ମାଣ କରିବେ, ଯୋଉଟା କି ଶିକାର କାମ କରିବେ ଏବଂ ନିଜକୁ ଆତ୍ମରକ୍ଷା କରିବେ। ଅଷ୍ଟ୍ରାଲୋପିଥେକସ ମାନେ ପ୍ରଥମେ ପ୍ରସ୍ତରର ହାତ ହତିଆର ନିର୍ମାଣ କରୁଥିଲେ ବା ବ୍ୟବହାର କରୁଥିଲେ, ନିର୍ମାଣ କରୁଥିଲେ। ଏଟା ମନେ ରଖିବ, ଅଷ୍ଟ୍ରାଲୋପିଥେକସ ମାନେ ପ୍ରଥମେ ଅସ୍ତ୍ର ନିମିତ୍ତ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିଲେ ବୋଲି ଅନୁମାନ କରାଯାଏ। ପରବର୍ତ୍ତୀ ଅବସ୍ଥାରେ ସେମାନେ କଣ କଲେ ନା ମୃଷୁଣ ନ ହୋଇଥିବା ପଥରକୁ କଣ କଲେ, ବ୍ୟବହାର କଲେ ଏବଂ ସେଗୁଡିକ କଣ କଲେ ନା ପରେ ପଥର, ବର୍ଚ୍ଛା, କଟୁରୀ, କାଠ ବେଣ୍ଟ, କୁରାଡି ଆଦି ସବୁ କଣ କଲେ ନା ନିର୍ମାଣ କଲେ। ତାପରେ ଆମେ ଦେଖିବା କୋଉଟାରେ ସେ ସବୁ ନିର୍ମାଣ କଲେ ନା ପଥର, ହାଡ, ହାତୀ ଦାନ୍ତ, କାଠ, ଏଇଟାରେ ସବୁ କଣ କଲେ ହାତ ହତିଆର ଏବଂ ଗୃହ ଉପକରଣ ସବୁ ନିର୍ମାଣ କରୁଥିଲେ। ତାପରେ ଦେଖିବା ସେମାନେ ଭାବ ବିନିମୟ ପାଇଁ କଣ କରୁଥିଲେ ନା ଭାବ ବିନିମୟ ପାଇଁ ସେମାନେ ହସ୍ତଚାଳନା କରୁଥିଲେ, ହାତର ବିଭିନ୍ନ ଅଙ୍ଗଭଙ୍ଗୀ ଦେଖାଉଥିଲେ, ଗୁଣୁ ଗୁଣୁ ହେଇ ଗୀତ ଗାଉଥିଲେ, ରଡି ଦ୍ଵାରା ମଧ୍ୟ ଭାବ ପ୍ରକାଶ କଲେ, ଜୋରସେ କଣ କଲେ ରଡି କରୁଥିଲେ ଏବଂ ପରସ୍ପରକୁ ଡାକିବା, ଶିକାର ସମୟରେ ଶବ୍ଦ ବ୍ୟବହାର ଦ୍ଵାରା କ୍ରମଶଃ କଣ ହେଲା ଏଇ ଭାଷା କଣ ହେଲା ବିକଶିତ ହେଲା। ହୋମୋ ହାବିଲ୍ସ ମାନେ କଥା କହିବାର ସକ୍ଷମ ଥିଲେ, କିନ୍ତୁ ହୋମୋ ସାପିଏନ୍ସ ମାନେ ବହୁଳ ଭାବରେ ଭାଷାର ବ୍ୟବହାର କରୁଥିଲେ। ତ ତାହେଲେ ଏଇ ଯୋଉ ହୋମୋ ହାବିଲ୍ସ ମାନେ ଭାଷା ଶିଖିଥିଲେ ଏବଂ କିନ୍ତୁ ହୋମୋ ସାପିଏନ୍ ମାନେ ତାଠାରୁ ଟିକେ ଉନ୍ନତ ଧରଣ ଭାଷା ଶିଖିଥିଲେ। ତାପରେ ଆମେ ଦେଖିବା ଯେ ଏଇ ଯୋଉ ଆଧୁନିକ ମାନବର ବର୍ଣ୍ଣ ଆଧାରରେ ତାକୁ ବର୍ଗୀକରଣ କରାଯାଇଛି, ଅର୍ଥାତ୍ ସେମାନଙ୍କ ରଙ୍ଗ ଅନୁସାରେ ତାକୁ କଣ କରାଯାଇଛି
ନା କିପରି ଅଲଗା ଅଲଗା ଭାଗ କରାଯାଇଛି। ପ୍ରଥମେ କରାଯାଇଛି କକେଶେୟ। କକେଶେୟ ଇଏ ମାନେ ଶ୍ଵେତ ବର୍ଣ୍ଣର, ଦେଖିବାକୁ ଧଳା। ଏମାନେ କୋଉଠି ଦେଖାନ୍ତି ନା ୟୁରୋପ ଆଉ ପଶ୍ଚିମ ଏସିଆ ଭାରତରେ ଦେଖାନ୍ତି କକେଶେୟ ମାନେ। ତାପରେ ଆଉ ଗୋଟେ ହଳଦିଆ ବର୍ଣ୍ଣର ଯୋଉମାନେ ଦେଖାନ୍ତି ସେମାନଙ୍କୁ ମାଙ୍ଗୋଲୀୟ, ଯୋଉମାନେ କି ବିଶେଷ କରି ଚୀନ ଏବଂ ଜାପାନ ଅଞ୍ଚଳରେ ଦେଖାଯାନ୍ତି। ସେଭଳିଆ ନିଗ୍ର କୃଷ୍ଣକାୟ କଳା ଦେଖିବାକୁ, ଏମାନେ ଆଫ୍ରିକା ଅଞ୍ଚଳରେ ଦେଖାଯାନ୍ତି। ଏବଂ ଅଷ୍ଟ୍ରେଲୀୟ ଇଏ ବି କୃଷ୍ଣକାୟ, ଇଏ ଯୋଉ ଅଷ୍ଟ୍ରେଲିଆ ଆଉ ଗୁଏନା ନାମକ ଗୁଏନାରେ ଇଏ କଣ ହୁଅନ୍ତି ନା ଦେଖା ଦେଇଥାନ୍ତି। ଏଇ ମାନବର ଛାଞ୍ଚ। ଭାବ ବିନିମୟର କଳା ଯଦି ଆମେ ଦେଖିବା, 40,000ରୁ 35,000 ବର୍ଷ ପୂର୍ବେ ଆଦି ମାନବ କଳା ମାଧ୍ୟମରେ ଭାବ ପ୍ରକାଶ କରୁଥିଲା। ଫ୍ରାନ୍ସର ଲାସ୍କସ ଚୌଭେଟ ଆଲତାମିରା ରୁ ଏଇ ଜିନିଷ କଣ ହେଇଛି ଆବିଷ୍କୃତ ହୋଇଛି। ସେମାନେ କଣ ଗୁମ୍ଫାରେ କଣ କଲେ, ଗୟଳ, ଘୋଡା, ହରିଣ, ଗଣ୍ଡା, ସିଂହ, ଭାଲୁ, ବାଘ ଇଆରି ସବୁ କଣ କଲେ ଚିତ୍ର ଅଙ୍କନ କରୁଥିଲେ। ସେମାନେ କୋଉ କୋଉ ରଙ୍ଗ ବ୍ୟବହାର କରୁଥିଲେ ନା କଳା, ହଳଦିଆ, ନାଲି, ଗେରୁ ଏବଂ ସବୁଜ ଏଇଭଳିଆ ରଙ୍ଗ ବ୍ୟବହାର କରୁଥିଲେ। ଏବଂ ଚିତ୍ରକଳାରେ ଏମାନେ ବିଭିନ୍ନ ପଶୁକୁ ଶିକାର କରିବା, କେତେକ ପ୍ରଥା ବା ରିଚୁଆଲ ସହିତ କିପରି ପଶୁମାନଙ୍କୁ ଜଡିତ ସେ ବିଷୟରେ ଦେଖଉଥିଲେ। ଆଉ ଚିତ୍ରରେ ପୁରୁଷ ମାନେ ଉପସ୍ଥିତ ଥିଲେ କିନ୍ତୁ ସ୍ତ୍ରୀ ମାନେ ନଥିଲେ। ଏଥିରୁ ଜଣାଯାଏ ଯେ ଶିକାର କାର୍ଯ୍ୟ ପୁରୁଷ ମାନଙ୍କ ସହିତ କେବଳ ସମ୍ପୃକ୍ତ ଥିଲା। ପିଲାମାନେ এই ଭିଡିଓଟି ଯଦି ଭଲ ଲାଗିଥିବ ତାହେଲେ ଲାଇକ୍ କରିବ, ସେୟାର କରିବ ଏବଂ ମତାମତ ପାଇଁ କମେଣ୍ଟସ୍ କରିବ। ଚ୍ୟାନେଲକୁ ସବସ୍କ୍ରାଇବ କରିଦେଇ କଣ କରିବ, ବେଲ୍ ଆଇକନକୁ ପ୍ରେସ୍ କରିବ, ଯାହାଦ୍ୱାରା